पाप जानिनी की पुण्य जानिनी धुआं खाली धुआं से आली भूली शरण लो যন্ত্রণা রসু গগন ধারে দিশু নাহি মশানি লাগুচি দুনিয়া কেতে দুঃখ দবু দে রে কালিয়া কেতে দুঃখ দবু দে রে কালিয়া। সর্বপ্রথমে তো প্রথমে মোর ওড়িশাবাসী মোর ভগবান ভଳି দর্শକ ବନ୍ଧୁଙ୍କୁ ପ୍ରଣାମ ଜଣାଇବି। ଯାହା ହଉ ବହୁତ ସାରା ଭଲ ପାଇବା ସ୍ନେହ ଶ୍ରଦ୍ଧା ମିଳିଛି ଆମର ସନମଲ ଟିମ୍କୁ, ଆମ ନାଟକକୁ, ଆମ ଗୀତକୁ ସବୁ ବହୁତ ସାରା ଭଲ ପାଇବା 6 ଦିନ ଭିତରେ ମିଳିଛି। ଭଲ ବି ଆମର ବେପାର ହେଇଛି, ଭଲ ବି ସମସ୍ତେ କହୁଛନ୍ତି। ଯେହେତୁ ଆଜି ଲାଷ୍ଟ ନାଇଟ୍ ବହୁତ ଦୁଃଖ ବି ଲାଗୁଛି, ପୁଣି ଆର ବର୍ଷ କ'ଣ ହେବ କ'ଣ ନାହିଁ ଭଗବାନ ଜାଣନ୍ତି, କିନ୍ତୁ ବହୁତ ସାରା ଭଲ ପାଇବା ଆଉ ସ୍ନେହ ଶ୍ରଦ୍ଧା ମିଳିଛି ଆମକୁ ଏଥର ଖଣ୍ଡଗିରି। ଓଡ଼ିଶା ସାରା ପରଫର୍ମାନ୍ସ କରିବା ଆଉ ଖଣ୍ଡଗିରି କୁମ୍ଭମେଳାରେ ପରଫର୍ମାନ୍ସ କରିବା, କ'ଣ ଅନୁଭୂତି? ସେ ଗୋଟେ ଅଲଗା ଅନୁଭୂତି ଥାଏ, ଯେମିତି ଗୋଟେ ୱାର୍ଲଡ କପ୍ ଖେଳିବାକୁ ଗଲେ ଯେମିତି ଜଣା ପଡ଼େ, ଆମକୁ ସେଇଭଳିଆ ଲାଗେ ଯେ ଆମେ ଗୋଟେ ୱାର୍ଲଡ କପ୍ ଖେଳିବାକୁ ଯାଉଛୁ, କେମିତି ଜିତିବା ଆଉ ସମସ୍ତେ 1 ନମ୍ବର ହବା, ସେଇଭଳିଆ ଗୋଟେ ଜୋଶ ଆସେ ମନରେ। ମଣିଷ ଯୋଉମାନେ ରୁହନ୍ତି, ଅଭିନେତା ହଉ ସିଙ୍ଗର ହଉ, ସମସ୍ତ ମନରେ ଗୋଟେ ଜୋଶ ଥାଏ, ନିଶ୍ଚିତ ଜୋଶ ଥାଏ। ବଡି ଗରମ ହେଇଥାଏ। ହଁ, ବଡି ସମସ୍ତଙ୍କର। ସେ ଆମର ଯାତ୍ରାରେ ଯେତିକି ଅଛନ୍ତି ମେସ୍ ପାଖରୁ, ସେମାନେ ଚାହାନ୍ତି ଯେ ଆମର କେମିତି 1 ନମ୍ବର ମେସ୍ ବି କହେ ଆମର ଯେମିତି ଖାଇବାଟା 1 ନମ୍ବର ହବ, ସବୁ କଥାରେ 1 ନମ୍ବର ହବ ଲାଗନ୍ତି ମାନେ ସମସ୍ତେ। ଖଣ୍ଡଗିରିରେ କୁହାଯାଏ ଯୋଉ ବହିଟା ହିଟ୍ ହୁଏ ସେ ପୁରା ବର୍ଷ ସାରା ସେଇ ବହି ଚାରିଆଡେ ଖେଳେ। ବର୍ଷ କ'ଣ, ଏଇ ତ ସରିଗଲା। ଏଇଟା ଯଦି ଆରମ୍ଭରୁ ହଉଥାନ୍ତା ତାହେଲେ ବର୍ଷର ଗୋଟେ କାମରେ ଲାଗନ୍ତା। ଏ ତ ଆଉ 4 ମାସ ଯାତ୍ରା ରହିଲା। ଆଜି ଫେବୃଆରୀ 17 ମାନେ ଆଉ କେତେ, 4 ମାସ। ଏଇଟା ଯାହା ହବ ହବ। ସେ 4 ମାସ କିନ୍ତୁ ସେଇ ବହି ଚାରିଆଡେ। ହଁ ହଁ, ସବୁଆଡେ ପୁରା ଜୋରଦାର ଉପରେ ଚାଲେ। ଗୋଟେ ଆପଣଙ୍କର ଗୋଟେ ବହୁତ ଚର୍ଚ୍ଚିତ ଗୋଟେ ଭାଇରାଲ ଗୀତ ହେଇଛି, ସେ ତାହା ବି ମଧ୍ୟ ଏବେ ଆଜି ବି ଏଇ ବର୍ଷ ବି ମଧ୍ୟ ଚାଲିଛି। ସେ ମୁଁ ଖଣ୍ଡଗିରିରେ କ'ଣ ସବୁ ଷ୍ଟେଜରେ ସବୁ ଜାଗାରେ ମୋର ଦର୍ଶକ ବନ୍ଧୁମାନେ ଅନୁରୋଧ କରନ୍ତି ସେ ଗୀତ ଗାଇବା ପାଇଁ। ଏଠି ବି 6 ଦିନ ଯାକ ସେ ଗୀତ ମୁଁ ଗାଇଛି। କେତେ ଦୁଃଖ ଦବୁ ଦେହରେ କାଳିଆ, ସେ ଗୀତରୁ ଟିକେ 2 ଲାଇନ୍ ଶୁଣିବାକୁ। ପାପ ଜାଣିନି କି ପୁଣ୍ୟ ଜାଣିନି ଧୁଆଁ ଖାଲି ଧୁଆଁ ସେ ନିଆଲି ଭୁନି ସରେ ନାହିଁ ଲୁହ ଯନ୍ତ୍ରଣାର ସୁଅ ଘନ ଅନ୍ଧାରରେ ଦିଶୁ ନାହିଁ ମୁହଁ ମଶାଣି ଲାଗୁଛି ଦୁନିଆ କେତେ ଦୁଃଖ ଦବୁ ଦେ ରେ କାଳିଆ କେତେ ଦୁଃଖ ଦବୁ ଦେ ରେ କାଳିଆ। କାଳିଆ ଉପରେ ଭଜନଟି ଗାଇଲା ବେଳେ ପ୍ରଭୁଙ୍କ କିଛି ସ୍ମରଣୀୟ ରୁହେ? ଯେହେତୁ ଜଗତର ନାଥ ଜଗନ୍ନାଥ ବଡ଼ ଠାକୁର, ମାନେ ସୃଷ୍ଟିର ସ୍ରଷ୍ଟା, ଆଉ ତାଙ୍କ ନାଁରେ ଗୀତ ହେଇଛି ମାନେ ଯେତେବେଳେ ବି ଭଜନ ମୁଁ ଗାଇବାକୁ ଯାଏ, ଯୋଉ ଠାକୁରଙ୍କର ଭଜନ ଗାଇବାକୁ ଯାଏ, ସବୁବେଳେ ଗୋଟେ ମନର ଗୋଟେ ଭକ୍ତିଭାବ ଆସେ। ଏ ଗୀତ ବି ଗାଇଲା ବେଳେ ସେମିତି ମନର ଭକ୍ତିଭାବ ଆସେ। ଜଗନ୍ନାଥଙ୍କର ସେମିତି କିଛି ଅନୁଭୂତି ଯାହାକି ମାନସ ଭାଇଙ୍କ ସାଙ୍ଗରେ ଘଟିଛି? ଅନୁଭୂତି ଦେଖୁନାହାନ୍ତି, ଏଇ କିଛି ଦିନ ତଳରେ ମୋର ଆକ୍ସିଡେଣ୍ଟ ହେଇଥିଲା, ଆପଣମାନେ ଶୁଣିଥିବେ ଜାଣିଥିବେ। ସେ ଯୋଉ ପ୍ରକାର ଆକ୍ସିଡେଣ୍ଟ ହେଇଥିଲା, ଡେଥଟା ଫାଇନାଲ, କିନ୍ତୁ ମୋତେ ଲାଗୁଛି ମୁଁ ସବୁଦିନ କାଳିଆ ନାଁ ଧରେ ବୋଲି ଗୀତ ମାଧ୍ୟମରେ ମୁଁ ଆଜି ବଞ୍ଚିକି ଆସିଛି। ଗୋଟେ କଥା ଯେ ଆଉ ଗୋଟେ ମାଙ୍କ ଉପରେ ବି ଆପଣ ଗୋଟେ ଗୀତ ଗାଆନ୍ତି। ହଁ, ମା ପରେ କିଏ ହବ, ବହୁତ ସାରା ଭଲ ଫ୍ୟାମିଲି। ମାଙ୍କୁ ଆପଣ କେତେ ଭଲ ପାଆନ୍ତି? ବାପରେ କେତେ, ମାନେ ସେଟା ଇଏ ନାହିଁ। ମା ବାପାଙ୍କୁ ମୁଁ ବହୁତ କୁହାଯାଏ ଯେ ପ୍ରଥମ ଭଗବାନ ଯଦି ସିଏ ହଉଛନ୍ତି ବାପା ମାଙ୍କ ଉପରେ ଯୋଉ ଗୀତଟି କହୁଛନ୍ତି, ସେ ଗୀତରେ କେତେ ଭଲ ପାଇବା ମିଳିଛି? ବହୁତ, ମାନେ ବିଶ୍ୱାସ କରିବେନି, ସବୁବେଳେ ସେ ଗୀତରେ ବହୁତ ସାରା ପ୍ରାଇଜ ଆସେ, ବହୁତ ସାରା ଲୋକ ଭଲ କୁହନ୍ତି ମାଙ୍କ। ଯେହେତୁ ମାଙ୍କ ଦେଖନ୍ତୁ, ଭଗବାନ ହଉଛନ୍ତି ଜଗନ୍ନାଥ, ବାପା ମା ବି ଭଗବାନ। ମା ଶବ୍ଦ ଆସିଲା ମାନେ ଲୋକଙ୍କର ଯାହାହେଲେ ହୃଦୟ ତରଳିବ, ଭଲ ଲାଗିବ। ଦର୍ଶକମାନେ ମାର ଗୀତ ଗାଇଲା ବେଳେ ଦର୍ଶକ ମନରେ ଦେଖିଛନ୍ତି କେବେ ଏ ବାପରେ ମତେ ନାଇଁ ଖୁସି ହୁଅନ୍ତି? ଏବଂ ମୁଁ ଦେଖିଛି ଜଣେ ଜଣେ ବସିକି ସ୍ତ୍ରୀ ଲୋକମାନେ କି ଗୋଟେ ଜାଗାରେ ଲୋକ କାନ୍ଦୁଥିବେ। ସେ ଫାଷ୍ଟ ଏଠି ଗାଇଲି, ସେକେଣ୍ଡ ନାଇଟ୍ ଗୋଟେ ଲୋକଙ୍କର ମା ମରି ଯାଇଥିଲେ, ସେ ପ୍ରାୟ ମତେ 4-5 ହଜାର ଟଙ୍କା ଖାଲି ଦେଇଛନ୍ତି ପ୍ରାଇଜ। ତାପରେ କହିଲେ ଭାଇ ମୋ ମା ମରି ଯାଇଛନ୍ତି, ସେଥିପାଇଁ ବହୁତ ଭଲ ଲାଗିଲା ଗୀତ। ମା ଗୋଟେ ଅଲୌକିକ ଶବ୍ଦ। ହଁ ହଁ, କି କଥା। ଯଦି କିଏ ହରେଇଛି ସେ ଦୁଃଖ ବାପ ନିଶ୍ଚିତ ପ୍ରଭୁ ସମସ୍ତଙ୍କୁ ମା ଭଳି
ମାନେ ଆଶୀର୍ବାଦ ମା ଭଳି ଗୋଟେ ଜିନିଷ ସବୁବେଳେ ସମସ୍ତଙ୍କ ପାଖରେ ଥାଆନ୍ତୁ। ଆଚ୍ଛା ଏ ବର୍ଷ ଗୋଟେ କଣ ହିଟ୍ ହେଇଛି ମାନସ ଭାଇଙ୍କ ସେଇ ଗୀତ ଆର ବର୍ଷ ଯେମିତି ଏଇ ବର୍ଷ ତ ଆମର ନାଟକ ଚାଲିଛି, ସେଇ ନାଟକ ସ୍ୱାମୀ ପାଇଁ ପଛେ ନରକକୁ ଯିବି। ନାଇଁ ଆପଣଙ୍କର କୋଉ ଗୀତ ହିଟ୍ ହେଇଛି ଖଣ୍ଡଗିରିରେ? ଖଣ୍ଡଗିରିରେ ମୁଁ କଣ୍ଟିନ୍ୟୁ ସେ ମା ପରି କିଏ ହବ ଗାଉଥିଲି, କେତେ ଦୁଃଖ ଦେବୁଝରେ ଗାଉଥିଲି, ଦିଟା ତିନିଟା ଏମିତି ଗାଉଥିଲି। କେତେ ଭଲ ପାଇବା ବହୁତ 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 ସାରା ଭଲ ପାଇବା। ଆଜି ଲାଷ୍ଟ ନାଇଟ୍ ତ ବହୁତ ସାରା ଭଲ ପାଇବା ମିଳିଥିଲା, ପ୍ରାଇଜ୍ ବି ମିଳିଥିଲା। ବହୁତ ଠିକ୍ ଅଛି। ଆଗକୁ କଣ ଲକ୍ଷ୍ୟ ରହିଛି ଆଉ କୋଉ ଭଗବାନଙ୍କୁ ନେଇକି ନା ସେଇ ଜଗନ୍ନାଥଙ୍କୁ ନେଇକି ସେଇଭଳିଆ କିଛି ଭଜନ ହବ? ହଁ ନିଶ୍ଚିତ ହବ, ମୁଁ ତ ଚାହୁଁଛି ଭଜନ ହେଲେ ବି ବହୁତ ଭଲ। ଆଗକୁ ତ ବହୁତ ସ୍ୱପ୍ନ ଅଛି ଗୋଟେ ଆଲବମ୍ରେ ଗାଇବା, ଫିଲ୍ମରେ ଗାଇବା, ଯେହେତୁ ମୁଁ ଯାତ୍ରାରେ ଅଛି ଟାଇମ୍ ଦେଇ ହେଉନାହିଁ। ଭଗବାନ ଚାହିଁଲେ ସବୁ ହବ। ଆଉ ଗୋଟେ କଥା ପଚାରିବାକୁ ଚାହିଁବି ଯେ ଏ ବର୍ଷ କିଛି ବିରୋଧ ହେଇଥିଲା ଯେ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ କରାଯିବ ନାହିଁ, କିନ୍ତୁ ଅଶ୍ଳୀଳ ନୃତ୍ୟ ଏବେ ବନ୍ଦ ହେଇଯାଇଛି। ସବୁ ପାର୍ଟିରେ ଆମେ ଦେଖିବାକୁ ଯାଉଛୁ ଯେ ପ୍ରଭୁଙ୍କ ରାମଙ୍କ ନାମରେ ପୁରା ନିଶ୍ଚିତ ଶୁଣନ୍ତୁ, ଅଶ୍ଳୀଳତା କହିବାକୁ ଗଲେ ମୁଁ କହିବି ସମସ୍ତଙ୍କର ପେଟ ପାଟଣା ଅଛି, ସମସ୍ତେ ପେଟ ପାଇଁ ରୋଜଗାର କରନ୍ତୁ, କିନ୍ତୁ ଟିକେ ମାନେ କ'ଣ ସଂଯତ ହେଇ ଶାଳୀନତା ରଖି କରନ୍ତୁ, ସେ ଭଲ ହବ। ଅସଂଯତ ହେଇଗଲା ବେଳକୁ ଟିକେ ସମସ୍ତଙ୍କୁ ଖରାପ ଲାଗୁଛି। କେହି ସିନା କହିପାରୁନାହାନ୍ତି କିଛି ଲୋକ, ଏଇଟା ଖରାପ ଲାଗୁଛି। ଆପଣମାନେ ପେଟ ପାଟଣା ହିଁ ପ୍ରୋଗ୍ରାମ କରନ୍ତୁ, ଡ୍ୟାନ୍ସ କରନ୍ତୁ, କିନ୍ତୁ ସଂଯତ ହେଇ ଶାଳୀନତା ରକ୍ଷା କରି କରନ୍ତୁ। ସେମାନେ କହୁଥିଲେ ଯେ ଆମେ ଯଦି ଖଣ୍ଡଗିରି ନ ଯିବୁ ଲୋକ ହେବେନି, କ'ଣ ଲୋକ ହଉନାହାନ୍ତି ଖଣ୍ଡଗିରିରେ? ଆପଣମାନେ ତ ଜାଣିଥିବେ ଲୋକ ହଉଛନ୍ତି କି ନାହିଁ। ବିନା ଅଶ୍ଳୀଳତାରେ ବି ଲୋକ ପସନ୍ଦ ନିଶ୍ଚିତ କରୁଛନ୍ତି। କି କଥା, ନାଟକ ଗୀତ କାହାଣୀ ଯେଇଠି ରହିବ ସେଠି କ'ଣ ଦରକାର। ଗୋଟେ ଦିନ ଭାଇରାଲ ହେଇଥିଲା ଆଗରୁ ଜାଣିଥିବେ ଟିପି ଟିପି ବର୍ଷା ପାଣି, ଆଉ ଅଛି ନାଇଁ, କିନ୍ତୁ ନାଟକ ଅଛି। ମା ପରି କିଏ ହବ ଗୀତ ଚାଲିଛି, ମରିବା ପର୍ଯ୍ୟନ୍ତ ଚାଲିବ ନା, ଯାତ୍ରା କଳା ଥିବା ପର୍ଯ୍ୟନ୍ତ ଚାଲିଥିବ, ଶୀତାଲ କଳା ଥିଲା ପର୍ଯ୍ୟନ୍ତ ଲୋକ ଗାଉଥିବେ, ନାଟକ କାହାଣୀ ଯଦି ଭଲ ଥିବ ଲୋକ ଦେଖୁଥିବେ। କେହି ବିରୋଧ କରୁଛନ୍ତି? କେହି କରୁନାହାନ୍ତି, ସମସ୍ତେ ଭଲଟାକୁ ଗ୍ରହଣ କରନ୍ତି, ଖରାପଟା ନିଶ୍ଚିତ ବିରୋଧ କରିବେ ନା। ସେଇ ଯିଏ ବି ଭଉଣୀମାନେ ନାଚୁଛନ୍ତି କି ଯାହା କରୁଛନ୍ତି, ସେମାନେ ଭଲ ଡ୍ରେସ୍ ପିନ୍ଧିକି ଆସି ନାଚୁନାହାନ୍ତି, ତାଙ୍କୁ କେହି ଖରାପ କହିବେ ନା, କେହି ବିରୋଧ କରିବେ ନା। ଲୋକ ଆମକୁ ଆକ୍ସେପ୍ଟ କରିବେନି। ନାଇଁ ନାଇଁ, ଆକ୍ସେପ୍ଟ କାହିଁ କରିବେନି? ଭଲଟାକୁ ସମସ୍ତେ ଆକ୍ସେପ୍ଟ କରନ୍ତି, ସବୁ ଭଲ ଭଲ।